पुरी गांधीघाट ठारे राज्य मारुति सेना पक्षरु राज्य सभापति पप्पू दलबेहरा एवं पुरी जिला सभापति बलराम बारिकଙ୍କୁ पुरी जिला मारुति सेना पक्षरु संबोधित कराଯାଇଛି। ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ କୋଅର୍ଡିନେଟର ରୋଜାଲିନ୍ ନାୟକ, ମିଡିଆ ସେଲ୍ ସେକ୍ରେଟାରୀ ସୁଜାତା ବଡୁ, ସନ୍ଧ୍ୟାରାଣୀ ଭଟ୍ଟ, ଯୋଗମାୟା ଜେନା, ସଂଯୁକ୍ତା ଜେନା, ଧୁନିରାଣୀ ମହାପାତ୍ର, ଜ୍ୟୋତ୍ସ୍ନାରାଣୀ ବେହେରା, ଅନିଲ ସ୍ୱାଇଁ, ପ୍ରତିମା ମିଶ୍ର, ସସ୍ମିତା ବେଜ, ଲୋରିନ୍ ନାୟକଙ୍କ ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟ ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ମୁଁ ମାରୁତି ସେନାର ନୂତନ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲି। ଆଉ ମୋତେ ଆଜି ମାରୁତି ସେନା ପରିବାର ତରଫରୁ ଜିଲ୍ଲା ସଭାପତି ଚୟନ କରିଥିବାରୁ ମୁଁ ପରିବାରଙ୍କୁ ଧନ୍ୟବାଦ ଦେଉଛି। ଆଉ ଆଗାମୀ ଦିନରେ କେମିତି ସେବା ହେବ ନିଷ୍ଠାପର ସହ, ତେଣୁ ସେଥିପାଇଁ ଆମେ ଆଜି ଗୋଟେ ବୈଠକ ଡାକିଥିଲୁ। ତା ଭିତରେ ସେ ଜିନିଷ ଆଲୋଚନା କରାହେବ। ଆଗାମୀ ଦିନରେ ସେବା ଜୋରସୋରରେ କରିବା ପାଇଁ ଚେଷ୍ଟା କରିବୁ। ମାରୁତି ସେନା ରଥଯାତ୍ରାଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସମାଜମୂଳକ କାର୍ଯ୍ୟ କରିବା ସହିତ କେତୋଟି ଖେଳକୁ ବି ପ୍ରୋତ୍ସାହନ ଦେବାରେ ପୁରୀରେ ଆଗଧାଡ଼ିରେ ଥିଲାବେଳେ ଆପଣ ଆଜି ନୂତନ ଦାୟିତ୍ୱ ଗ୍ରହଣ କଲେ। ଆମେ ତ ଆଜିକି 7 ବର୍ଷ ହେଲାଣି ମାରୁତି ସେନା ଆମର ନିଷ୍ଠାପର ସହିତ ସେବା କରିଚାଲିଛି। ସାରା ଓଡ଼ିଶାରେ, ପୁରୀରେ ଖାଲି ନୁହଁ, ସାରା ଓଡ଼ିଶାରେ ସେବା କରିଚାଲିଛି। ତେଣୁ ଖେଳ ବିଷୟରେ ହେଲେ ଆମେ ରଗ୍ବି ଆଉ ଥ୍ରୋ ବଲ୍, ଦୁଇଟା ବଲ୍ରେ ଆମେ ତାଙ୍କୁ ସହଯୋଗ କରୁଛୁ ମାରୁତି ସେନା ତରଫରୁ। ଆପଣ ବର୍ତ୍ତମାନ ଯେଉଁଟା ଦାୟିତ୍ୱ, ଗୁରୁ ଦାୟିତ୍ୱ ବର୍ତ୍ତମାନ ଆପଣ ବହନ କଲେ, ତ ଯେଉଁଭଳି ରଥଯାତ୍ରାଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ମାରୁତି ସେନା କରୁଥିଲା, ତ ଜିଲ୍ଲା ସଭାପତି ହିସାବରେ ଆଗକୁ ସେଇଭଳି କାର୍ଯ୍ୟ କରିକି ଗାଁ ଗହଳିରେ ପହଞ୍ଚିବାକୁ ଚେଷ୍ଟା କରିବେ ନା ନାହିଁ? ନିହାତି ତାଠୁ ଆହୁରି ଉନ୍ନତ ଧରଣର ସେବା କେମିତି ହେବ ସେଥିପାଇଁ ଚେଷ୍ଟା କରାହେବ। ସେଥିପାଇଁ ତ ବୋଧେ ରାଜ୍ୟ ସଭାପତି ଖୁସି ହେଇକି ଆଜି ଜିଲ୍ଲା ସଭାପତି, ଟାଉନ ସଭାପତିରୁ ଜିଲ୍ଲା ସଭାପତି କରାଇଛନ୍ତି। ସେଥିପାଇଁ ମୁଁ ରାଜ୍ୟ ସଭାପତିଙ୍କୁ ଧନ୍ୟବାଦ, ଆଉ ଆମ ମାରୁତି ସେନା ପରିବାରକୁ ଧନ୍ୟବାଦ। ମାରୁତି ସେନା ସାରା ଓଡ଼ିଶାରେ ସବୁ ସମୟରେ ସବୁ ପ୍ରକାର ସେବା କରିବା ପାଇଁ ତା'ର ପ୍ରୟାସ ଜାରି ରଖିଛି। ମୁଁ ସମସ୍ତଙ୍କୁ ସବୁବେଳେ ଗୋଟେ ପ୍ରକାର ଜିନିଷ କୁହେ ଯେ ସେବା କରିବା ପାଇଁ ବହୁତ ଲୋକ କୁହନ୍ତି ପଇସା ଦରକାର, ବହୁତ ଲୋକ କୁହନ୍ତି ସମୟ ଦରକାର। ମୁଁ କୁହେ ଦୁଇଟା ଯାକ ଜିନିଷ ଦରକାର। ଲୋକ କ୍ୱେଶ୍ଚିନ୍ କରନ୍ତି ଆମର ବହୁତ ଇଚ୍ଛା ଅଛି ହେଲେ ପଇସା ନାହିଁ। ମୁଁ ତାଙ୍କୁ କୁହେ ସମୟ ଦେଇ ସେବା କର। ବହୁତ ଲୋକ କୁହନ୍ତି ସମୟ ନାହିଁ। ମୁଁ କହେ ସେଇ ସମୟଟାକୁ ଇନଭେଷ୍ଟ କରିକି ଯେଉଁ ପଇସା ବାହାର କରୁଛ ସେଥିରେ ଗରିବଙ୍କ ପାଇଁ କର, ନିଜ ହାତରୁ କର। ବହୁତ ଲୋକ କୁହନ୍ତି ଭାଇ ସେବା କ'ଣ କରିବୁ, କି ପ୍ରକାର କରିବୁ। ମାଗଣା ସେବା ଅଛି, ପଇସା ଦିଆ ସେବା ଅଛି, ଯେଉଁ ପ୍ରକାର ସେବା ଯିଏ ଚାହୁଁଛ କର। କିନ୍ତୁ ମରିବା ପୂର୍ବରୁ ଏମିତି କିଛି କର ଯେମିତିକି ତୁମ ବାପା ମା ହୁଅନ୍ତୁ, ତୁମ ପରିବାର ବର୍ଗ ହୁଅନ୍ତୁ, ଲୋକ ଦିନ ପାଇଁ ହେଲେ, ଗୋଟେ ସେକେଣ୍ଡ ପାଇଁ ହେଲେ ବି ଗୋଟେ ଟୋପା ଲୁହ ଆଖିରୁ ଝରେଇକି ଝୁରନ୍ତୁ ଯେ ଏ ମଣିଷଟି ଭଲ ମଣିଷଟିଏ ଥିଲା। ଜୀବନର ଲକ୍ଷ୍ୟ ଏଇଆ ନୁହେଁ ଯେ ଜାଗା ବାଡ଼ି, ଘର ଦ୍ୱାର, ସୁନା ଏଇଆ କରିବା, ମରିଯିବା। ଯେଉଁଦିନ ମରିଯିବା ଲୋକ ପଚାରିବା ମରିଗଲା, କାହାର କ'ଣ କରୁଥିଲା। ଏଭଳିଆ ବ୍ୟକ୍ତିତ୍ୱ ନେଇକରି ଜନ୍ମ ହେବା କାହାର ଲକ୍ଷ୍ୟ ନୁହେଁ। ଏଇଟା ଗୋଟେ ଅଭିଶପ୍ତ ଜୀବନ ବୋଲି ମୋତେ ଲାଗେ। ତେଣୁ ମୋର ପିଲାବେଳୁ ଇଚ୍ଛା ଥିଲା ଯେ ମୁଁ କାହା ପାଇଁ କିଛି କରିବି। ତେଣୁ ମୁଁ ଯେତେବେଳେ ଚିନ୍ତା କଲି ମୁଁ ତ କଲେ ସବୁଦିନ ଗୋଟେ ଲୋକ ପାଇଁ କରିପାରିବି, କିନ୍ତୁ ମୋର ଇଚ୍ଛା ଥିଲା ବହୁତ ଲୋକଙ୍କ ପାଇଁ କିଛି କରିବାକୁ, ସାରା ଓଡ଼ିଶା ପାଇଁ କିଛି କରିବାକୁ। ତ ସେଥିପାଇଁ ମୁଁ ଚିନ୍ତା କଲି ନିଜେ କରିବା ସହିତ ଆହୁରି ବହୁତ ଜଣଙ୍କୁ ମଧ୍ୟ ତିଆରି କରିବି ଯେଉଁମାନେ କି ସମାଜ ପାଇଁ କିଛି କରିପାରିବେ। ତ ଆଜିକା ଡେଟ୍ରେ ଅଲ୍ ଓଡ଼ିଶାରେ କେଉଁଠି ରକ୍ତ ଦେବା, କେଉଁଠି ଗଛ ଲଗାଇବା, କେଉଁଠି ଖାଇବା ବାଣ୍ଟିବା, କେଉଁଠି ଗୋ ସେବା କରିବା, ଏଇଭଳି ବିଭିନ୍ନ ସେବା କାର୍ଯ୍ୟକ୍ରମ ଚାଲିଛି। ଏବଂ ବହୁତ ମା ଭଉଣୀମାନେ ଏ ସେବାରେ ସାମିଲ ହେଉଛନ୍ତି। ଏବଂ ସବୁଠୁ ଅଧିକ ସେବାରେ ସାମିଲ ହେଉଛନ୍ତି ଯେଉଁମାନେ ଗରିବ ଦୁଃଖୀ। ବହୁତ ବଡ଼ ବଡ଼ ଲୋକମାନଙ୍କ ଯେଉଁମାନଙ୍କ ପାଖରେ ବହୁତ ପଇସା ଅଛି ସେମାନେ ବୋଧେ ସମସ୍ତେ ଭାବନ୍ତି ଯେ ବହୁତ ପଇସା ତ ଅଛି, ବହୁତ ପଇସା ଦେଇ ସେବା କରିପାରିବେ, କିନ୍ତୁ ସେମାନେ କେବେ ପଇସା ଖର୍ଚ୍ଚ କରି ଗରିବଙ୍କୁ ଚାହାନ୍ତିନି। ଯେଉଁମାନଙ୍କ ପାଖରେ ବହୁତ ଜ୍ଞାନ ଅଛି ସେ କୌଣସି ମୂର୍ଖ ଲୋକକୁ ଜ୍ଞାନ ଦେଇକି ଉପରକୁ ଉଠାଇବାକୁ ଚାହାନ୍ତିନି। ଯେଉଁମାନେ ପ୍ରକୃତରେ ଦୁଃଖୀ, ଗରିବୀ କ'ଣ ଦେଖିଛନ୍ତି, ଭୋକ ପେଟରେ ଶୋଇଛନ୍ତି, ସେଇମାନେ ହିଁ ଗରିବଙ୍କ ସେବା କରିବାକୁ ବହୁତ ମାତ୍ରାରେ ଆସିଛନ୍ତି। ଏବଂ ଯେଉଁମାନଙ୍କୁ ସବୁବେଳେ ଲୋକ କୁହନ୍ତି ଏ ନାରୀମାନେ, ଝିଅମାନେ ଏମାନେ କ'ଣ କରିବେ, ତ ସେଇମାନେ ହିଁ ଆଜି ରାତି 12ଟାରେ 1ଟାରେ ବାହାରିକି ସେବା କରୁଛନ୍ତି, ଯେଉଁମାନଙ୍କ ପାଇଁ ମୁଁ ଗର୍ବିତ। ଆଜିକା ଡେଟ୍ରେ ଦିନ 12ଟାରେ, 1ଟାରେ, 2ଟାରେ ମଧ୍ୟ ସେବା ଚାଲିଛି ନିଶ୍ଚିତ ଭାବେ। କାରଣ ଯେଉଁ ବ୍ୟକ୍ତିତ୍ୱକୁ ଜଣଙ୍କୁ ଦିଆଗଲା ଜିଲ୍ଲା ସଭାପତି ଦାୟିତ୍ୱ, ସେ ଜଣେ ବହୁତ ଧନୀ ବ୍ୟକ୍ତି ନୁହନ୍ତି କି ବହୁତ ଶିକ୍ଷିତ ବ୍ୟକ୍ତି ନୁହନ୍ତି, କିନ୍ତୁ ଧନୀ ଏବଂ ଶିକ୍ଷିତଙ୍କ ଠାରୁ ମଧ୍ୟ ବହୁତ ଊର୍ଦ୍ଧ୍ୱରେ ରହି କାମ କରନ୍ତି। ସେ ପ୍ରତିଦିନ ଝାଳ ବୁହା ଧନରୁ ଦେଇକି ସମାଜ ପାଇଁ କିଛି କରିବାକୁ ଚେଷ୍ଟା କରନ୍ତି, ନିଜର ରୋଜଗାରକୁ ବନ୍ଦ କରିକି ସମାଜ ପାଇଁ କିଛି କରିବାକୁ ଚିନ୍ତା କରନ୍ତି। ତେଣୁ ମୁଁ ସବୁବେଳେ ଗୋଟିଏ କଥା କହେ, 30 ଦିନ ସମାଜକୁ ଦେଉଛ, 30 ଦିନର ରୋଜଗାରକୁ ଘରକୁ ଦେଉଛ, ତେଣୁ ସମାଜ ପାଇଁ 30 ଦିନରୁ 3 ଦିନ ଦିଅ, 2 ଦିନ ଦିଅ, 1 ଦିନ ଦିଅ। 30 ଦିନର ବଦ ଖର୍ଚ୍ଚରୁ 1 ଦିନର ବଦ ଖର୍ଚ୍ଚ ଗରିବଙ୍କ ପାଇଁ ଦିଅ। ତାର ଫଳ ତୁମକୁ ଉପରବାଲା ଦେବ, ତାର କର୍ମଫଳ ତୁମ ପରିବାରକୁ ମିଳିବ। ମୋର ନାମ ରୋଜାଲିନ୍ ନାୟକ। ମୁଁ ଜିଲ୍ଲା ସଂଯୋଜିକା ମାରୁତି ସେନାରେ ଅଛି। ଆଜି ଯେଉଁ ନୂତନ କର୍ମକର୍ତ୍ତା ବଛାଗଲେ ତ ଆଜିର କ'ଣ କାର୍ଯ୍ୟକ୍ରମ ହେଉଥିଲା? ଆଜି ଯେଉଁ ନୂତନ କର୍ମକର୍ତ୍ତା ବଛାଗଲେ ଆଗାମୀ ବହୁତ ଦିନରୁ ସେମାନଙ୍କୁ ସମୀକ୍ଷାରେ ରଖାଯାଇଥିଲା ଏବଂ ସେମାନଙ୍କର କାର୍ଯ୍ୟକଳାପ ଦେଖି ଆମେ ଆମର ବଡ଼ ଭାଇ ବଳିଆ ଭାଇଙ୍କୁ ଜିଲ୍ଲାର ସଭାପତି ରୂପେ ଚୟନ କରିଲୁ। ଏବଂ ସେ ତାର ଯୋଗ୍ୟତାର ମଧ୍ୟ, କାରଣ ରାତି ହେଉ ଦିନ ହେଉ ଯେତେ ସମୟ ହେଲେ ମଧ୍ୟ ସେ ସବୁବେଳେ ସମାଜ ସେବା ପାଇଁ ତତ୍ପର ଥାନ୍ତି।
କୋଉଠି ସରକାର ଦୃଷ୍ଟି ଆକର୍ଷଣ କରିପାରନ୍ତି ନାହିଁ, ସେଇଠି ଆମ ପରି ଯୁବମାନେ ବାହାରି କେମିତି ଆଗାମୀ ଦିନରେ ସମାଜ ପାଇଁ କିଛି କରିପାରିବା, ଆମର କେବଳ ଏଇ ଗୋଟିଏ ଲକ୍ଷ୍ୟ। ସମାଜକୁ ଆମେ ଯଦି ଟଙ୍କାରେ ନ ହେଇ ସମୟରେ ମଧ୍ୟ ହଉ, କାହା ପାଖରେ 10 ଟଙ୍କା ଅଛି, କାହା ପାଖରେ 5 ଟଙ୍କା ଅଛି, ଯଦି ମିଳିତ ଭାବରେ ସମସ୍ତେ ମିଶି କୋଉଠି ଗୋଟେ କୋଉ ଲୋକର ହେଲ୍ପ କରିପାରୁଛେ, କୋଉ ଗରିବ ପାଟିରେ ଟିକେ ଖାଇବା ଦେଇପାରୁଛେ, କିମ୍ବା କୋଉ ଅସହାୟ ପଶୁର ଯତ୍ନ ନେଇ ପାରୁଛେ, ତାହେଲେ ଆମେ ନିଶ୍ଚିତ ଭାବରେ ଆଗାମୀ ଦିନରେ ବହୁତ ଭଗବାନଙ୍କର ଏବଂ ଲୋକମାନଙ୍କ ଆଶୀର୍ବାଦର ପାତ୍ର ହେବା। ଏହା ହିଁ ଆମର ମୂଳ ଲକ୍ଷ୍ୟ। ଏତିକି ଆମେ ଆଗକୁ ବଢ଼ି ଚାଲିବା ଏବଂ ଆଶା ରଖୁଛୁ ଆଗାମୀ ଦିନରେ ବହୁତ ଯୁବ ସମାଜ, ମହିଳାମାନେ ଏବଂ ବହୁତ ଲୋକମାନେ ଆମ ସହିତ ଜଡ଼ିତ ହେବେ ଏବଂ ମାରୁତି ସେନାକୁ ରାଜ୍ୟ କ'ଣ ଦେଶରେ ମଧ୍ୟ ବହୁତ ଆଗକୁ ନେବାର ମୂଳ ଲକ୍ଷ୍ୟ। ଧନ୍ୟବାଦ।